जय जगन्नाथ। नमस्कार प्रिय दर्शक बंधु। ମୁଁ ଜ୍ୟୋତିଷାଚାର୍ଯ୍ୟ ପ୍ରମୋଦ ପଣ୍ଡା ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣମାନଙ୍କର ପ୍ରିୟ ଚ୍ୟାନେଲ ଆଷ୍ଟ୍ରୋ କଲ୍ୟାଣ ଚ୍ୟାନେଲକୁ। ପ୍ରିୟ ଦର୍ଶକ ବନ୍ଧୁ, ଯେଉଁ ବ୍ୟକ୍ତିମାନଙ୍କୁ ଚ୍ୟାନେଲକୁ ଦେଖୁଛନ୍ତି ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ଅଧିକରୁ ଅଧିକ ସେୟାର କରନ୍ତୁ। ଏବେ ଆସନ୍ତୁ ଜାଣିବା ମାସିକ ରାଶିଫଳ 1 ସେପ୍ଟେମ୍ବର 2026 ରୁ 30 ସେପ୍ଟେମ୍ବର 2026। ସନ୍ 2026 ମସିହାର ସେପ୍ଟେମ୍ବର ମାସଟି ଯେଉଁ ବ୍ୟକ୍ତିଙ୍କର ଜନ୍ମ ଜାତକ ରାଶି ହେଉଛି କର୍କଟ ରାଶି, ଅନ୍ୟଥା ଜନ୍ମ ଜାତକରେ ଲଗ୍ନ ହେଉଛି କର୍କଟ ଲଗ୍ନ। ଯଦି ଆପଣଙ୍କ ପାଖରେ ଜାତକ ନାହିଁ, ନାମ ରାଶି ହେଉଛି କର୍କଟ ରାଶି, ତାହେଲେ ନିଶ୍ଚିତ ରୂପରେ ଏପିସୋଡ ଦେଖିବା ଅତ୍ୟନ୍ତ ଆବଶ୍ୟକତା ଅଛି। ପ୍ରିୟ ଦର୍ଶକ ବନ୍ଧୁ, ଆଜି ଆମେ ଚର୍ଚ୍ଚା କରିବା କର୍କଟ ରାଶି। କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ କିଛି ଜମିବାଡ଼ିକୁ ନେଇ ଟିକେ ଚିନ୍ତା ବଢ଼ିବ। କିଛି ରିସର୍ଚ୍ଚ ଲାଇନ୍ ଅଛନ୍ତି ବା କୌଣସି ନୂତନ କାର୍ଯ୍ୟ କିଛି କରିବାକୁ ଚାହୁଁଛନ୍ତି, ସେଥିରେ ଆଗ ପଛ ଟାଇମ୍ ହେବ, କିନ୍ତୁ ଧୈର୍ଯ୍ୟର ବହୁତ ଆବଶ୍ୟକତା ଅଛି। ଦେବଗୁରୁ ବୃହସ୍ପତି ସ୍ୱୟଂ ଅଛନ୍ତି। କିଛି ଦିନ ଭିତରେ ମଙ୍ଗଳ ମିଥୁନ ରାଶିରୁ କର୍କଟ ରାଶିକୁ ଆସିଯିବେ। ଏଥିପାଇଁ ନିଜର କର୍ତ୍ତବ୍ୟତା ଏବଂ ଟାର୍ଗେଟ କେବେ ଚ୍ୟୁତ ହେବା ଉଚିତ ନୁହେଁ। ଅର୍ଥନୈତିକ କ୍ଷେତ୍ରରେ ଟିକେ ଉଚ୍ଚ ନିଚ ହେବ, କିଛି ଅସୁବିଧା ହେବାର ସମ୍ଭାବନା ଦେଖାଯାଉଛି। ଗଲତ ଉଭୟରେ ଖର୍ଚ୍ଚ କରନ୍ତୁ ନାହିଁ, ଅନ୍ୟଥା କୌଣସି କ୍ଷେତ୍ରରେ ଇନଭେଷ୍ଟମେଣ୍ଟ କରୁଛନ୍ତି ଡିପ୍ଲି ତାକୁ ରିସର୍ଚ୍ଚ କରନ୍ତୁ। କେଉଁ ସ୍ଥାନରେ ଖର୍ଚ୍ଚ କରିବେ, ତାକୁ ମୋତେ ରିଟର୍ନ ଆସିବ ନା ନ ଆସିବ, ସେଥିରେ କିଛି ନୁକସାନ ହେବାର ସମ୍ଭାବନା ଦେଖାଦେଉଛି। ପରିବାର କୁଟୁମ୍ବରେ କୌଣସି ବ୍ୟକ୍ତିଙ୍କ ସହିତ ଆର୍ଗୁମେଣ୍ଟ କରୁଛନ୍ତି, ନିଶ୍ଚିତ ରୂପରେ ଗଲତ ହେବାର ସମ୍ଭାବନା ଅଛି। ଧନ ଖର୍ଚ୍ଚ ଦେଖାଦେବ। ଭାଗ୍ୟରେ ଦେବଗୁରୁ ବୃହସ୍ପତିଙ୍କର ଦୃଷ୍ଟି, ସୂର୍ଯ୍ୟଙ୍କର ମଧ୍ୟ ଦୃଷ୍ଟି, ସ୍ୱୟଂ ଶନିଦେବ ଅଛନ୍ତି, ତିନୋଟି ଗ୍ରହ ଅଛନ୍ତି। ଭାଗ୍ୟର ଦୁଇଟା ପଲ୍ଲୁ ତାର କୁହନ୍ତି, ରବି ଏବଂ ଗୁରୁଯୁତ ଏବଂ ଶନି ଏବଂ ଗୁରୁଙ୍କର ୟୁତି ମଧ୍ୟ। ତାହେଲେ ପ୍ରିୟ ଦର୍ଶକ ମନେ ରଖିଥାନ୍ତୁ, ଭାଗ୍ୟର ଯଦି ପରିବର୍ତ୍ତନତା କରିବାର ଅଛି, ପରିଶ୍ରମ ଅଧିକ କରିବାକୁ ପଡ଼ିବ। କାହାରି ଉପରେ ନିର୍ଭର ହୋଇ କାର୍ଯ୍ୟ କରୁଛନ୍ତି ତାହା ମଧ୍ୟ ଠିକ୍ ନୁହେଁ। ଯଦି ଆପଣଙ୍କର ପିତା ଆପଣଙ୍କୁ କିଛି ମାର୍ଗ ଦେଖାଉଛନ୍ତି ବା ଆପଣଙ୍କର ବସ୍, ଆପଣ ଉଚ୍ଚ କର୍ମଚାରୀ ଆପଣଙ୍କ ପାଇଁ କିଛି ମାର୍ଗ ଦେଖାଉଛନ୍ତି ବା କିଛି କରିବା ପାଇଁ ସେ ଆପଣଙ୍କୁ ରାସ୍ତା ବତାଉଛନ୍ତି, ହୁଏତ ଆପଣଙ୍କ ପାଇଁ କଷ୍ଟ ହେଇପାରେ, କିନ୍ତୁ ତାହା ଆପଣଙ୍କ ପାଇଁ ବହୁ ମୂଲ୍ୟବାନ ହେବ ଏବଂ ସଫଳତା ମଧ୍ୟ ଦେଖାଦେବ। କୁଟୁମ୍ବ ପରିବାର କାହାରି ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ଦେଖାଦେବ। ପଇସା ମଧ୍ୟ ଇନଭେଷ୍ଟ କରୁଛନ୍ତି, ରିଟର୍ନ ଆସିବା ଆପଣ କଷ୍ଟସାଧ୍ୟ ହେବ। ଭାଇ ଭଉଣୀ ମିତ୍ରଙ୍କ ସହିତ ସଦାସର୍ବଦା ଶ୍ରଦ୍ଧେୟବାନ ହୁଅନ୍ତୁ ଏବଂ এই ଯେଉଁ ମାସ ଅଛି ବଡ଼ ଉପଲବ୍ଧି ଅନୁଭୂତି ମାସଟି ହେବ, ସାବଧାନ ରହିବେ। ଖର୍ଚ୍ଚ ବି ବଢ଼ିବ, ପରାକ୍ରମ କ୍ଷେତ୍ରରେ କମଜୋରି ଦେଖାଦେବ, ଅର୍ଥନୈତିକ କ୍ଷେତ୍ରରେ ବହୁତ କିଛି 19-20 ହେବ, କିନ୍ତୁ କ୍ରୋଧ ହେବା ଉଚିତ ନୁହେଁ। ମାନସିକ ଶାନ୍ତି ସନ୍ତୁଷ୍ଟି ରଖିବା, ଯାହା ହେଉଛି ତାକୁ ହେବାକୁ ଦେବା। ସଂସାରରେ କ'ଣ ଆଣିଥିଲେ ଯେ ଆମେ ନେଇଯିବା, ଆଶାଠାରୁ କମ୍ ରଖିବା, ଆଶାକୁ କମ୍ କରିବା, ବିଶ୍ୱାସକୁ ଅଧିକ ବଢ଼ାଇବା, କର୍ତ୍ତବ୍ୟଟା ନିଷ୍ଠାବାନ ସହିତ କରିବା। ତା ନିଶ୍ଚିତ ରୂପରେ ଆପଣଙ୍କର ମାସ ମଙ୍ଗଳମୟ। ସ୍ୱାସ୍ଥ୍ୟ ପ୍ରତି ଯଥେଷ୍ଟ ଧ୍ୟାନ ଦିଅନ୍ତୁ। କୌଣସି ଦୂରଯାତ୍ରା କରୁଛନ୍ତି, ଦୂରଯାତ୍ରା ଅଛି, ବିଦେଶ ଯାତ୍ରା ଅଛି, ଆପଣ କରିପାରିବେ, ସବୁକିଛି କରିପାରିବେ, କିନ୍ତୁ ମନେ ରଖିଥିବେ କାହିଁକି କରୁଛନ୍ତି, କେଉଁଥିପାଇଁ କରୁଛନ୍ତି, କ'ଣ ଆବଶ୍ୟକତା ଅଛି। ଏବଂ କିଛି ଚାକିରି, କିଛି କର୍ମ, କିଛି ବିଜନେସ୍ ବା କିଛି ଇନଭେଷ୍ଟମେଣ୍ଟ ପାଇଁ କୌଣସି ବ୍ୟକ୍ତିଙ୍କୁ ଭରସା ବିଶ୍ୱାସ କରି ପଇସାର ଲେନଦେନ କରୁଛନ୍ତି, ଟିକେ ସାବଧାନ ରହିବେ। ଧୋକା ଖାଇବାର ସମ୍ଭାବନା ବହୁତ ପରସେଣ୍ଟ ଅଛି। ସାବଧାନ। କାହିଁକି ମାସିକ ରାଶି ଫଳ ଦେଖୁଛନ୍ତି, ସତର୍କତା ଏବଂ କ୍ରୋଧାନ୍ୱିତ ହେବା ଉଚିତ ନୁହେଁ। ମନକୁ କଣ୍ଟ୍ରୋଲ କରନ୍ତୁ। କିଏ କ'ଣ କେବେ, ବାପା କ'ଣ କରିଥିଲେ, ମା କ'ଣ କରିଥିଲେ, ମୋ ସାଙ୍ଗ ମୋ ସାଙ୍ଗରେ କ'ଣ କରିଥିଲା, ମୋ ସ୍ୱାମୀ ମୋ ସହିତ କ'ଣ କରିଥିଲା, ଏତେ ଡିପ୍ ଭିତରୁ ଡିପ୍ରେସନ୍ ଭିତରୁ ଯାଆନ୍ତୁନି। ତାର କୌଣସି ରେଜଲ୍ଟ ଆସିବନି, ଖାଲି କଷ୍ଟ ଦେଖାଦେବ। ତାହେଲେ କଷ୍ଟଟାକୁ କ୍ରିଏଟ୍ କାହିଁ କରିବା? ଯଦି ଆମେ ଚିନ୍ତା କରିବା ତାହେଲେ କଷ୍ଟ କ୍ରିଏଟ୍ ହେବ। ଯଦି ଚିନ୍ତାଠାରୁ ମୁକ୍ତ ହେଇଯିବା ତାହେଲେ ବିଲକୁଲ କଷ୍ଟ ଆସିବନି କି ଆପଣ କିଛି ଆବଶ୍ୟକତା ପଡ଼ିବ।
ଏଥିପାଇଁ ନିଜର କର୍ତ୍ତବ୍ୟତା ରଖିବା ଅତ୍ୟନ୍ତ ଆବଶ୍ୟକତା ଅଛି। ଅନ୍ଧାର ରାତ୍ରରେ କୌଣସି ଦୂରଯାତ୍ରା କରନ୍ତୁ ନାହିଁ ଏବଂ କୌଣସି ବାଧା ଅଛି ଆପଣଙ୍କ ଶରୀର ଉପରେ ଟ୍ରିଟମେଣ୍ଟ କରନ୍ତୁ, ଡକ୍ଟର ଦେଖାନ୍ତୁ ଏବଂ କୌଣସି ବିଦ୍ୱାନ ବ୍ୟକ୍ତିଙ୍କ ସହଯୋଗ ନେଇ ତାକୁ ଠିକ୍ କରିବା ପାଇଁ ଚେଷ୍ଟା କରନ୍ତୁ। ସ୍ୱାସ୍ଥ୍ୟରେ କମଜୋରି ଅଛି, କେବେ ବି ଅବହେଳା କରନ୍ତୁ। ବନ୍ଧୁ ବାନ୍ଧବ ମଧ୍ୟରେ ଚାहे ଆପଣଙ୍କ ପୁଅଙ୍କର ବନ୍ଧୁ ହଉ, ଚାहे ଆପଣଙ୍କ ଝିଅଙ୍କର ହଉ, ବା ଆପଣଙ୍କର ମିତ୍ରର ହଉ, ବା ଆପଣଙ୍କର ପଡ଼ୋଶୀର ହଉ, କାହାରି କଥାରେ କଥା କହିବା ଉଚିତ ନୁହେଁ। ଯଦି କାହା ପାଇଁ ଭଲ କରିପାରୁନାହାନ୍ତି ତା ପାଇଁ ବିଲକୁଲ ଚିନ୍ତନ କରନ୍ତୁ। ଭଲ କରିବାକୁ ଯାଇ ନିଜେ ବ୍ଲେମ୍ ହେବାର ସମ୍ଭାବନା ଦେଖାଯାଉଛି। ପୌତ୍ରିକ ସମ୍ପତ୍ତି ଉପରେ କୌଣସି ଆସକ୍ତିତା ରଖିବା ଉଚିତ ନୁହେଁ ଏବଂ କର୍ତ୍ତବ୍ୟବାନ ହୁଅନ୍ତୁ, ମନେ ରଖିଥାନ୍ତୁ। ତାହେଲେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରତିକାର କ'ଣ କରିବା? ପ୍ରତ୍ୟେକ ଦିନ ପ୍ରାତଃ ସମୟରେ ସ୍ନାନାଦି କାର୍ଯ୍ୟ ସାରି ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରିବା, ସ୍ନାନାଦି କାର୍ଯ୍ୟ ସାରି ଭଗବାନ ବିଷ୍ଣୁଙ୍କୁ ଚିନ୍ତନ କରିବା, ମହାଦେବଙ୍କୁ ଜଳଦାନ କରିବା ତଥା ତାଙ୍କ ନାମ ଉଚ୍ଚାରଣ ବହୁତ ଫାଇଦା ଆନନ୍ଦ। ତାହେଲେ ପ୍ରିୟ ଦର୍ଶକ ବନ୍ଧୁ, ଏତ ଥିଲା କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ମାସିକ ରାଶିଫଳ। ଆଜି 10 ବାଜିଛି, କାର୍ଯ୍ୟକ୍ରମ ଆମେ ଏଠୁ ପୁଣି ଦେଖା ପାଇବା। ଜୟ ଜଗନ୍ନାଥ, ନମସ୍କାର।